ସୁଖ ଶାନ୍ତିରେ ରହିଥାଳ ମୋ ଝିଅ। এটা উদ্দেশ্যে চিৎকার রাখুছে কাইকি সাথে নিমিতিকে আকাশে চিন্দি পাঁচ জায়গায় খোঁজি পড়ে গেলি শিখা 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 পানি কে রেডি କଣ ହୋଇଛି? ଏଇଠି ଛେନାଗୁଡ଼ ହେଇଛି ଖାଇବୁ। ତୁ ଭଲ ଭାବରେ ପଚାରୁଛି ପାଣି ଟିକେ ଆଲୋ ଝିଅ ତୁ ପୁରା ଏଇ ମଣିପୁରରେ ଅଛୁ କି ନାଇଁ ଲୋ ମା? ଏ ମଣିପୁର ରାଜ୍ୟର ମୁଁ ମହାରାଣୀ। ଆରେ ରାଜ୍ୟ ଭିତରେ ନଦେବି ତ ଆଉ କୁଆଡ଼େ ଯିବି ଦେବି ପାଣିଛି କଣ ହୋଇଛି? ଏଇ ମଣିପୁରରେ ଥାଇ କିଛି ଭଲ ମନ୍ଦ ଜଣା ନାହିଁ ତୋତେ। ମତେ ବୁଝେଇକି ନ କହିଲେ ମୁଁ କେମିତି ଜାଣିପାରିବି? ଆଲୋ ମା ଆଲୋ ମୋ ଝିଅ ଆମ ଜଇଁ ପୁଅ ପାଣି ସେ ସାନ ଭଣଜା କିରଣ ତୋ ଝିଅର ମୋ ଦେହରେ କଣ ହେଇଛି? ତାଙ୍କର ବାହାଘର ନିଷ୍ପତ୍ତି ନେଲେଣି ମୋ ଜଇଁ ପୁଅ। ବାହାଘର? ଗୋଟିଏ ଧାରୁ ଅଛି ମୁଁ ଜିତିଲେ ସୁନାହରି ମୋ ଇଚ୍ଛାରେ ଦେଖେ ପ୍ରତିବାଦ କରେ ମୁଁ ରାଗି ଯାଏ ରାଗରେ ନିଆଁ ଚଳେ ସେଇ ନିଆଁରେ ଜଲି ପରି ପୌଷ କରିଦିଏ। ମଣିପୁର ମୌନମଣି ବାପା ଯାହା କହିଲେ ତାହା କଣ ସତ? ମହାରାଣୀ ତୁମ ବାପା ଯାହା କରିଛନ୍ତି ତାହା ସମ୍ପୂର୍ଣ୍ଣ ଭାବରେ ସତ ମହାରାଣୀ। ଏ ନିଷ୍ପତ୍ତି ନେବା ପୂର୍ବରୁ ତମେ ତୋର ମହାରାଣୀ ଅଗ୍ନିଶିଖାର ପରାମର୍ଶ ନେବା କଣ ଉଚିତ ନଥିଲା? ହେ ମହାରାଣୀ ଏତେ ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ମୁଁ ତୁମରି ଅନୁମତିକୁ ଆବଶ୍ୟକ ମନେ କରିନି ମହାରାଣୀ। ଆରେ କାହିଁକି 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 ଜାଣିଛ? କହିଯାଅ। ଗ୍ରାମର ବାହାରେ ଥିବା ଶ୍ରୀୟା ଚାଣ୍ଡାଲୁଣୀକୁ ଆଜି ବଡ଼ଗୌଡ଼ର ଲକ୍ଷ୍ମୀ ଠାକୁରାଣୀ ଭାବରେ ସଜେଇଲି। ସେଦିନର ବଣରେ ବୁଲୁଥିବା ଶୂର୍ପଣଖାକୁ ଆଜି ରାମଚନ୍ଦ୍ରଙ୍କ ସୀତା ଦେବୀ ରୂପରେ ସଜେଇଲି। ତଥାପି ତମ ମନ ବୁଝିଲାନି ମହାରାଣୀ, ତଥାପି ତମ ମନ ବୁଝିଲାନି। ଆଉ ଜାଣିଛ ମହାରାଣୀ ଯେଉଁ ନାରୀ ତା ସ୍ୱାମୀର ଦୁଃଖ ସୁଖର ସାଥୀ ହୋଇଥାଏ ସେ ହେଉଛି ଅର୍ଦ୍ଧାଙ୍ଗିନୀ। ଯେଉଁ ନାରୀ ପ୍ରତିଟି ମୁହୂର୍ତ୍ତରେ ସ୍ୱାମୀ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ପ୍ରତିବାଦ ଉପରେ ପ୍ରତିବାଦ କରିଥାଏ ସେ ହେଉଛ ତୁମେ କଳଙ୍କିନୀ ମହାରାଣୀ, ସେ ହେଉଛ ତୁମେ କଳଙ୍କିନୀ। କହିଲା ତମେ ମତେ ଏମିତି କରିଛ, ତମେ ମତେ ଏମିତି କରିଛ? ଆରେ ଏମିତି ନେବେ ମୋ ଝିଅର କିରଣ ବାବୁର ବୟସ କେତେ ଯେ ଏ ବୟସରେ ବାହାଘର କରିବା ପାଇଁ ତୁମ ମୁଣ୍ଡରେ କାହିଁକି ଚିନ୍ତା କରୁଛି? ଆରେ ମୁଁ ପରା କିରଣ ବାବୁର ଅଳିଆର ଭାଉଜ ଅଛି। ସମୟାନୁକ୍ରମେ ଭଲ ପ୍ରସବ ଦେଖି ଭଲ ଝିଅ ଦେଖି ମୁଁ କଣ ମୋ ଝିଅର ବାବୁର ବାହାଘର କରାଇ ପାରିବି ଯେ? ଏଥିରେ ତୁମେ କାହିଁ ମୁଣ୍ଡ ପୁରୁଛ? ଏଥିରେ ତୁମେ କାହିଁ ମୁଣ୍ଡ ପୁରଉଛ? ଆଉ ଅଯଥାର ମୂଲ୍ୟବାନ ସମୟଟାକୁ ନଷ୍ଟ କରୁଛ, ନଷ୍ଟ। ସତରେ ମହାରାଣୀ କେଉଁ ଉପାଦାନରେ ତୁମେ ଗଢ଼ା ହୋଇଛ, କେଉଁ ଗୁଣର ତୁମେ ଭାଉଜ ଆଜି ପର୍ଯ୍ୟନ୍ତ ପରିକଳ୍ପନା କରିପାରିଲିନି ମୁଁ। ତମେ କାହିଁକି ପରିକଳ୍ପନା
କରିପାରିବ ହଁ ତମେ କାହିଁକି ପରିକଳ୍ପନା କରିପାରିବ କହିଲ ପରିକଳ୍ପନା କିନ୍ତୁ ମହାରାଣୀ ଆଜି ଯେ ମୁଁ ପ୍ରତିଶ୍ରୁତିବଦ୍ଧ ରାଜା ଦଶରଥ ହୋଇପାରିଛି ବାଲ୍ୟ କାଳରେ ସ୍ୱର୍ଗୀୟ ପିତାମାତାଙ୍କୁ ପ୍ରତିଶ୍ରୁତି ଦେଇଛି ଯେଉଁଦିନ ମୋ ଭାଇ କିରଣ କିଶୋର ଅବସ୍ଥାକୁ ଆସିବ ସେଇଦିନ ପାଖ ପଡ଼ୋଶୀ କେଉଁ ରାଜ୍ୟର ରାଜକୁମାରୀ ସହିତ ବାହାଘର କରି ଏ ରାଜ ସିଂହାସନ ଏ ରାଜମୁକୁଟ ଅର୍ପଣ କରିବି କଥା ଦେଇଛି ମହାରାଣୀ କଥା ନିଶ୍ଚୟ ରଖିବି ଯାହା ଇଚ୍ଛା ତାହା କରିଯାଅ ନିଜ କର୍ମ ଧରି ବୁଲୁଥାଅ ଆସୁଛି ମୁଁ ଆସୁଛି ଅଧିକ ସମୟ ବାର୍ତ୍ତା ଲାଭ କରିବା ପାଇଁ ମୋ ପାଖରେ ସମୟ ନାହିଁ ଆସୁଛି ମହାରାଣୀ ଆସୁଛି ମୁଁ ଶୁଣ କହୁଛି শিকার নিশ্চয় করিব কাইকি না এ বাঘুড়ি বয়ে দুনিয়ারে কৌনসি তার বাধ নাহি ডেডি আলো মা সীতা ଦେଖିଲେ ତ ତମ ଗୁଣବନ୍ତ ଜ୍ୱାଇଁ ତମ ଝିଅ ଆଗରେ ଠିଆ ହେବାର ସାହସ କରନ୍ତିନି ହେଲେ ଆଜି ତମ ମୁହଁ ଆଗରେ ଜବାବ ଦେବା ଆରମ୍ଭ କଲେଣି ଏଠି ମୋ ମୁହଁ ଆଗରେ ଜବାବ ଦେବା ଆରମ୍ଭ କଲେଣି আরে রাধে কৃষ্ণ আলো মো ঝিও আলো সীতা এই জায়গায় যদি তো বাপা দণ্ড পানি নথান্তা হেলে এই কথাটা কেতে দূর যাইথান্তা গো মা সেইদিন বরা এ মণিপুর রাজ্যরে ତୁମର ଅଧା ଶାସନ ଚାଲେ କାହିଁକି ନା ଏ ମହାରାଜଙ୍କର ଗୁପ୍ତ ତଥ୍ୟ ତମ ଝିଅକୁ ଭଲ ଭାବରେ ଜଣେଇବ ବୋଲିକି ମୁଁ ସେଇ ବ୍ୟବସ୍ଥା କରିଦେଇଛି আলো ঝিও আলো মা କଣ ହେଲା হেলে এই ঝিওটা কাহার କାହାର এ দণ্ড পানি সুন্দর ରେଡି ভালো ঝিও ତୁମେ ଗୋଟେ କଥା ମନେ ରଖିଛ আরে মা ନା ଭୁଲି ଯାଇଛ କାହିଁକି ନା ଏ ବୁଢ଼ା ବୟସରେ ମୋର ସ୍ମରଣ ଶକ୍ତିଟା କମି ଯାଇଛି ସେଥିପାଇଁ ମୋତେ ମନେ ପଡୁନାହିଁ କଣ ମା କହିଲେ ସିଏ ଜାଣିବି ଠିକ ଅଛି ରେଡି ତମର ଯଦି ମନେ ପଡୁନି ତାହେଲେ ମୁଁ ତୁମକୁ ନିଶ୍ଚୟ ମନେ ପକେଇ ଦଉଛି ଆଜି ହେଉଛି ଆଜି ହେଉଛି ତମ ଝିଅ ଅଗ୍ନିଶିଖାର ଆଜି ମୋ ଝିଅ ଅଗ୍ନିଶିଖାର କଣ ହଉଛି ବାପା ଜନ୍ମଦିନ ଆଜି ମୋ ଝିଅ ଅଗ୍ନିଶିଖାର ଜନ୍ମଦିନ ଓ ଆଜି ମୋ ଝିଅ ଅଗ୍ନିଶିଖାର ଜନ୍ମଦିନ ଖାଉଦବେନି ଖାଉ ସେତିକି ଖୁସି କାହିଁକି ନା ଆଜି ତୁମ ଝିଅର ଜନ୍ମଦିନ ଉପଲକ୍ଷେ ଏ ରାଜ ମହଲରେ ନାଚ ଗୀତ ଖାଇବା ପିଇବା କେତେ ଧୁମଧାମରେ ହବ ହବ ମା ଧୁମଧାମ ଆଉ ତମର ସବୁତକ ଖୁସି ଯଦି ଟିକେ ଏଣେ ବାଣ୍ଟି ଦେବ ଠିକ ସେତିକି ବେଳକୁ ଖୁସିଟା ନିଅଣ୍ଟ ପଡିବ ଡେଡି ମା କିନ୍ତୁ ତା ପୂର୍ବରୁ କଣ ତୁମେ ତ ଭଲ ଭାବରେ ଜାଣିଛ କଣ ପ୍ରତ୍ୟେକ ବର୍ଷ ମୋ ଜନ୍ମଦିନ ଉପଲକ୍ଷେ ମୁଁ ଦେବଦେବ ମହାଦେବଙ୍କ ମନ୍ଦିରକୁ ଚାଲିଯାଏ ଦର୍ଶନାର୍ଥେ ହଁ ମା ମନ୍ଦିର ଯାଉ ଏଣେ ତୁମ ପାଇଁ ଗୋଟେ ଛୋଟିଆ କାମଟିଏ ଆରେ ରାଧେ କୃଷ୍ଣ ଆଲୋ ମା ସୀତା ମୋ ଝିଅ ପାଇଁ ଛୋଟ କାମ ନାହିଁ ବଡ଼ କାମ କରିବି ନାଇଁ ନାଇଁ ସମୟ ଆସିଲେ ମୁଁ ବଡ଼ କାମ କରିବା ପାଇଁ କହିବି ଡାଡି ଏଇନେ ଛୋଟିଆ କାମଟିଏ ସେ କାମଟି ହେଲା ତୁମେ ମୋ ପାଇଁ କିଛି ସୁବାସିତ ପୁଷ୍ପ ନେଇକି ଆସ ସେ ଫୁଲ ପୁଷ୍ପ ନେଇକି ଆସିଲେ ମନ୍ଦିର ପ୍ରାଙ୍ଗଣକୁ ଚାଲିଯିବି ଦର୍ଶନ କରିକି ଆସିବି ଆରେ ପୁଷ୍ପ ପାଇଁ ଏଇ ଫୁଲ ପୁଷ୍ପ ପାଇଁ ତୁ ଏତେ ମୋ ଝିଅ ପାଇଁ ମୁଁ ଆକାଶରୁ ଚାନ୍ଦ ଆଣି
ତଳେ ରଖିଦେବି। ନାଇଁ ନାଇଁ ଏଇଟା ଗୋଟେ ଚାନ୍ଦା ଆବଶ୍ୟକ ନାହିଁ ମତେ ଭାଇ ଫୁଲ ଟିକେ ଦରକାର ତମେ ଶୀଘ୍ର ମୋ ପାଇଁ ଫୁଲ ନେଇକି ଆସ ମୁଁ ସିଆଡ଼େ ସଜବାଜ ହେଇକି ତୁମ ଅପେକ୍ଷାରେ ରହିବି। ମୋ ଝିଅ ସୁନ୍ଦରୀ। अरे महाराजा मणिपुर नृसिंह मो झील थाऊ थाऊ आउ कहा आनी पाठराणी करू এই মণিপুর রাজ্যে মো ঝিও অগ্নিশিক্ষা পাঠরাणी হয়ে কোন ভাবিছু সানো ভনজা লাগি তু বাহা করি সেই ভিকারি ঝিওকু আনি এই মণিপুর রাজ্যরে পাটরাণী করিবু না এই হেবাকু দেবি নাহি এই কথা হচ্ছে অসম্ভব কথা এ দণ্ড পানি ছন্দ থাউ থাউ জানিছ না মু হচ্ছে দণ্ড পানি এই কেনার পানি নুহে কি পোখরী পানি নুহে দিনে পালটি যাবি বিশ্ব পানি এই বিশ্ব পানি ঘাটিব তোর বংশজাকু দেখিবি মো ঝিও পাটরাণী হয়ে রইথিব না আউ কাহাকু হেবাকু দেবি নাহি না মু যাই মো ঝিও পাই ফুল আনিবি কাইকি না সে মন্দির জীব শিব মন্দির টিকে দেরি হয়ে গেলে মো ঝিওটা রাখি যায় যাই বাপ্পা যাই